ଏବେ ସକାଳର ପ୍ରାୟ 9ଟା ପାଖାପାଖି ହବ ଆଉ ଆଜି ମୁଁ ପୁରା ବ୍ୟସ୍ତ ଥିଲି। ଏତେ ବ୍ୟସ୍ତ ଯେ ଗାଧେଇ ଆସି ଟିକେ ମେକଅପ୍ ହବାକୁ ବି ସମୟ ହେଲାନି। ତାପରେ ଫଟାଫଟ ଆସି ରୋଷେଇ ସାରିଦେଲି। ଆଜି ଖାଲି ଗରମ ଭାତକୁ ସୋୟାବିନ ବଡି ଫ୍ରାଏ ହେଇଛି, କାହିଁକି ନା ଖରା ବେଳକୁ ଗରମ ଭାତ ପଖାଳିକି ଖିଆ ହବ। ତ ଏଇଠି ପତିଦେବଙ୍କ ପାଇଁ ବାସି ପଖାଳକୁ ସୋୟାବିନ ବଡି ତରକାରୀ ବାଢି ଆଣିଥିଲି ଖାଇବା ପାଇଁ। ତାଙ୍କର ଲେଟ୍ ହଉଥିଲା ବୋଲି ସେ ଫଟାଫଟ ଖାଇକି ତାଙ୍କ ଡ୍ୟୁଟି ବାହାରିଗଲେ। ଆଉ ତାପରେ ମୁଁ ଟିକେ ଫେସନ ହବା ପାଇଁ ପଳେଇ ଆସିଲି। ହଉ ପଛେ ସେ କ୍ରିମ ପାଉଡର ତାକୁ ଲଗେଇ ସାରିଲା ପରେ ମୁହଁ ଟିକେ ଫ୍ରେଶ ଲାଗେ ଆଉ ଗ୍ଲେଜିଂ କରେ ଆଉ ଲୁକ୍ ବି ଟିକେ ଭଲ ଆସେ। ଏବେ ତ ମୋର ଫେସନ ସରିଗଲା, କୁହନ୍ତୁ ତାର ଲୁକ୍ ଟା କେମିତି ଆସିଲା। ହଉ ତାପରେ ଏତେ ସଜ ହେଇକି ମୁଁ କୁଆଡେ ବାହାରିଲି ବାସନ ମାଜିବା ପାଇଁ। ଯେତେ ସଜ ହେଲେ କଣ ହବ, ଶେଷକୁ ତ ଏଇ ବାସନ ମଜା ରୋଷେଇ ବାସ ଘର ଓଳାଓଳି ତ କରିବାକୁ ପଡିବ ନା। ତ ଏଇଠି ମୋର ବାସନ ମଜା ବି ସରିଗଲା। ତାପରେ ଆଜି କଣ ମନେ ହେଲା କେଜାଣି ଏତେ ଗରମକୁ ପୁଣି ଚାହା ଟିକେ ପିଇବାକୁ ଇଚ୍ଛା ହେଲା। ସେଥିପାଇଁ ବେଶୀ ନୁହେଁ ମାତ୍ର 2 କପ୍ ଚାହା କରିଦେଲି। ଏମିତିରେ ବି ବାପା ବୋଉ ସକାଳେ ତାଙ୍କର ଚାହା ମୁଢି ଖାଇଛନ୍ତି, ଏବେ ଖାଲି ମୋ ମନ ହେଲା ବୋଲି 2 କପ୍ କରିଦେଲି। ଆମେ ଶାଶୁ ବୋହୂ ମିଶି ପିଇବୁ ବୋଲି। ଟାଇମ ଏବେ 11:30 ହେଲାଣି। ଏତେ ଲେଟ୍ ରେ ଚାହା ପିଇବା କଥା ନୁହେଁ ଯେ, କିନ୍ତୁ କଣ କରିବି ମନ ହେଲା ପରା। ଏମିତିରେ ବି ମନ ଉପରେ କାହାର କଣ ନିୟନ୍ତ୍ରଣ ଅଛି ଯେ।